ଯେତେବେଳେ ଆମେ ପାତ୍ରଟିରେ ପାଣିକୁ ଭରିଦେଲେ ଆମେ କାହିଁକି ଦେଖିପାରିଲେ ଯେ ସେ କଏନ୍ଟିକୁ ବର୍ତ୍ତମାନ ଏଥିରେ କାହିଁକି ଏମିତି ହେଲା। ତେବେ ଚାଲ ଏହାକୁ ବୁଝିବା ପାଇଁ ଚେଷ୍ଟା କରିବା। ମନେକର ଏଇଠି ମୋ ପାଖରେ ସେଇ ବିକରଟି ଅଛି ଏବଂ ଏଇଟା ହେଉଛି ମୋର ଆଖି ଏବଂ ଏଇ 5 ଟଙ୍କିଆ କଏନ୍ଟି ଏଇଠି ଅଛି। ଏବେ ଯେତେବେଳେ ଆମେ ଏଇ କଏନ୍ଟିକୁ ଦେଖୁଛନ୍ତି ଏ କଏନ୍ରୁ ଆସୁଥିବା ଆଲୋକ ରଶ୍ମି କିଛି ଏମିତି ଭିନ୍ନ ଭିନ୍ନ ଦିଗରେ ଯାଇଥାଏ। ଏଇଠି ତୁମେ ଲକ୍ଷ୍ୟ କରିପାରୁଥିବ। କିନ୍ତୁ ଯେଉଁ ଆଲୋକ ରଶ୍ମିଟି ଯାଇ ଆମ ଆଖି ନିକଟରେ ପହଞ୍ଚୁଛି ସେଇ ଆଲୋକ ରଶ୍ମିଟି ଏଇ ବିକର ଦ୍ୱାରା ଘୋଡ଼େଇ ହେଇକି ରହିଯାଇଛି, ଯାହା ଫଳରେ ଆମେ ଏଇ ଆଲୋକ ରଶ୍ମିଟିକୁ ଆଉ ଆମ ଖାଲି ଆଖିରେ ଦେଖିପାରୁନାହାନ୍ତି, ଯାହା ଫଳରେ ଏଇ କଏନ୍ଟି ଆମକୁ ଦେଖାଯାଉ ନାହିଁ। କିନ୍ତୁ ଯଦି ଆମେ ଏଥିରେ ପାଣିକୁ ଭରିଦେଲେ ସେତେବେଳେ କଏନ୍ଟି ଆମକୁ ଦେଖାଯାଉଛି। କାରଣ ଆମେ ଜାଣନ୍ତି ଯେତେବେଳେ ଆଲୋକ ଗୋଟିଏ ମାଧ୍ୟମରୁ ଅନ୍ୟ ଏକ ମାଧ୍ୟମକୁ ପ୍ରବେଶ କରିଥାଏ, ଯେମିତିକି ଏଇଠି ଜଳ ମାଧ୍ୟମରୁ ବାୟୁ ମାଧ୍ୟମକୁ ପ୍ରବେଶ କରିଥାଏ, ଏହି ଆଲୋକର ପଥରେ ଟିକେ ବଙ୍କେଇ ଯାଇଥାଏ। ତେଣୁ ଏଇ ଯେଉଁ କଏନ୍ଟିକୁ ଆମେ ଦେଖୁଛନ୍ତି ଏହା କିଛି ଏମିତି ଦିଗରେ ଉପରକୁ ଯାଇଥାଏ ଏବଂ ସେଇ ଆଲୋକରୁ ଯେତେବେଳେ ପୁଣି ବାୟୁ ମାଧ୍ୟମକୁ ଯାଇଥାଏ ଏହାର ପଥରେ କିଛିଟା ବଙ୍କେଇ ଯାଇଥାଏ ଏବଂ ଆଲୋକ ପଥ ବଙ୍କେଇବା ପରେ ଆମେ ଏହି ଆଲୋକ ରଶ୍ମିଟିକୁ ବା ଏ କଏନ୍ଟିକୁ ଦେଖିପାରିଥାନ୍ତି। ତେବେ ଏହାକୁ ପ୍ରତିସରଣ ବୋଲି କୁହାଯାଇଥାଏ। ତେବେ ତୁମେମାନେ ବେଳେବେଳେ ଦେଖିଥିବ ଯେ ଯେତେବେଳେ ଆମେ ଏହି ପାତ୍ରଟିକୁ ଦେଖିଥାନ୍ତି ଏହି କଏନ୍ଟି ଆମକୁ କିଛି ଉପରକୁ ଉଠି ଯାଇଥିବାର ଦେଖାଯାଉଛି ଏବଂ ଏଇ ପାତ୍ରଟି ଯେତେ ଖାଲୁଆ ଥିଲା ପାଣି ଭରିଲା ପରେ ଏ ପାତ୍ରଟି ଆଉ ସେତେ ଖାଲୁଆ ଆମକୁ ଦେଖାଯାଇନଥାଏ। ଆମକୁ ଲାଗେ ଯେ ଏହାର ଯେତେ ଖାଲୁଆ ଅଂଶ ଆଉ ଜଣାପଡ଼ି ନଥାଏ। ଏବଂ ଠିକ୍ ସେହିପରି ଯେତେବେଳେ ତୁମେ ଘରେ ଥିବା ବାଲ୍ଟିରେ ପାଣିକୁ ଦେଖ ପାଣି ଭିତରେ ଯେତିକ ଖାଲୁଆ ଅଂଶ ଥାଏ ଆମକୁ ସେତେଟା ଜଣାପଡ଼େନି। ଆମକୁ ଜଣାପଡ଼େ ଯେ ଏହା କିଛି ଉପରକୁ ଉଠିକି ଅଛି ବା କମ୍ ଖାଲୁଆ ଅଛି। ଏମିତି କାହିଁକି ହୁଏ? କାରଣ ଯେତେବେଳେ ଆମେ ଏହି ଆଲୋକ ରଶ୍ମିକୁ ଦେଖିଥାନ୍ତି ଏ ଆଲୋକ ରଶ୍ମିର ପଥ ବଙ୍କି ଯାଇଥାଏ, ଯାହା ଫଳରେ ଏଇ ଯେଉଁ ଆଲୋକ ରଶ୍ମିକୁ ଆମେ ଦେଖୁଛନ୍ତି ଯଦି ଏହାକୁ ଆମେ ସିଧା ଅଙ୍କନ କରିବା ତାହେଲେ ଏହା କିଛି ଏଇ ଦିଗରେ ଆସିବାର ଦେଖାଯାଇଥାଏ ଏବଂ ଏହି ଆଲୋକ ରଶ୍ମିଟି ଯେଉଁ ଜାଗାରେ ମୁଁ ଅଙ୍କନ କରିଛି ସେଇଠି ଏ କଏନ୍ଟି ଉପରକୁ ଉଠି ଆମକୁ ସେଇ ଜାଗାରେ ଦେଖାଯାଇଥାଏ, ଯାହା ଫଳରେ କଏନ୍ଟି କିଛି ଉପରେ ଥିଲା ଭଳିଆ ଆମକୁ ଜଣାପଡ଼େ ଏବଂ ତା ସହିତ ସେଇ ପାତ୍ରର ତଳ ଭାଗଟି ମଧ୍ୟ ଉପରକୁ ଉଠିଗଲା ପରିକା ଆମକୁ ଜଣାପଡ଼େ ଏବଂ ଆମକୁ ଲାଗେ ଯେ ସେ ପାତ୍ରଟି ସେତେଟା ଖାଲୁଆ ନୁହଁ ଯେତେବେଳେ ଆମେ ଜଳ ଭରି ଦିଅନ୍ତି। ତେବେ ଏହି ପ୍ରକ୍ରିୟାକୁ ପ୍ରତିସରଣ ବୋଲି କୁହାଯାଇଥାଏ ଏବଂ ଏହି ପ୍ରତିସରଣରେ ଯେତେବେଳେ ଆଲୋକ ଗୋଟିଏ ମାଧ୍ୟମରୁ ଅନ୍ୟ ମାଧ୍ୟମକୁ ଯାଇଥାଏ ଏହାର ପଥ ବଙ୍କି ଯାଇଥାଏ। ବେଳେବେଳେ ତୁମେ ଯେତେବେଳେ ଗୋଟେ ପେନସିଲକୁ ଜଳ ମଧ୍ୟରେ ବୁଡ଼େଇକି ଦେଖିବ ଏହି ପେନସିଲଟି ମଝିରୁ ଭାଙ୍ଗି ଯାଇଥିବାର ଦେଖାଯାଇଥାଏ। ବାସ୍ତବରେ ଏହା ଭାଙ୍ଗି ନଥାଏ, ଏହା ପ୍ରତିସରଣ କାରଣରୁ ଏହାର ପଥ ବଙ୍କି ଯାଇଥାଏ ଏବଂ ଏହି ପୋଲାର ବିୟରକୁ ଯଦି ଆମେ ଜଳ ମଧ୍ୟରେ ଦେଖିବା ଏହା ମଧ୍ୟ ମଝିରୁ କଟିଗଲା ପରିକା ଦେଖାଯାଏ, କିନ୍ତୁ ବାସ୍ତବରେ ଏହା କଟି ନଥାଏ, ଏହା ପ୍ରତିସରଣର ନିୟମକୁ ପାଳନ କରେ।